ବନ୍ଧୁ ଗତକାଲି କେନ୍ଦ୍ର ସରକାରଙ୍କର କିଷାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନାର 22ତମ ଇନଷ୍ଟଲମେଣ୍ଟର ଟଙ୍କା ଚାଷୀ ଭାଇ ଭଉଣୀମାନଙ୍କ ଆକାଉଣ୍ଟକୁ ଯାହାକି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ତେଣୁ ଗତକାଲି ପିଏମ୍ କିଷାନ ଯୋଜନାର ଯେଉଁ 22ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିଲା, ଆମ ଓଡ଼ିଶାରେ 34 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏହି ଯୋଜନାରେ ଯାହାକି ଟଙ୍କା ମିଳିଛି। ତେଣୁ ଗତକାଲି ଯେଉଁ ହିତାଧିକାରୀମାନେ ଟଙ୍କା ପାଇଛନ୍ତି ସେମାନେ ବର୍ତ୍ତମାନ ପିଏମ୍ କିଷାନ ଯୋଜନା ଲିଷ୍ଟରେ ଯାଇକି ଏଡ୍ ଅଛନ୍ତି ଏବଂ ସେଇମାନଙ୍କୁ ହିଁ ପିଏମ୍ କିଷାନ ଯୋଜନାର ଟଙ୍କା ମିଳିଛି ଯେଉଁମାନଙ୍କର ପୂର୍ବରୁ ପିଏମ୍ କିଷାନରେ 21ତମ ଇନଷ୍ଟଲମେଣ୍ଟର ଟଙ୍କା ମିଳିଥିଲା ବା ସେମାନେ ପିଏମ୍ କିଷାନ ଯୋଜନାର ଯେଉଁ ପିଏଫ୍ଏମ୍ଏସ୍ର ଷ୍ଟାଟସ୍ ଚେକ୍ କଲା ପରେ ତାଙ୍କର ବ୍ୟାଙ୍କର ଯେଉଁ ଡିଟେଲ୍ସ ଆପଣମାନଙ୍କର ପୂର୍ବରୁ ଭେରିଫାଇ ହେଇଥିଲା ତ ସେହି ହିତାଧିକାରୀଙ୍କର ଟଙ୍କା ଯାହାକି ଗତକାଲି ଆସିଛି। ତ ଆମେ ଯଦି ଦେଖିବା କେଉଁ କେଉଁ ବ୍ୟାଙ୍କରେ ଟଙ୍କା ଆସିଛି, ସବୁ ବ୍ୟାଙ୍କରେ ଟଙ୍କା ଯାହାକି ଗତକାଲି କ୍ରେଡିଟ୍ ହୋଇସାରିଛି। ଆପଣମାନେ ଯେକୌଣସି ବ୍ୟାଙ୍କରେ ଯଦି ଚାଷୀମାନଙ୍କର ଆକାଉଣ୍ଟ ଥିଲା ଡିବିଟି ମାଧ୍ୟମରେ ଯେଉଁ ଟଙ୍କାଟି ଆସିଛି ତାହା ସବୁ ବ୍ୟାଙ୍କରେ ବର୍ତ୍ତମାନ କ୍ରେଡିଟ୍ ହୋଇସାରିଛି। ଏହାପରେ ମଧ୍ୟ ଯଦି ଆପଣମାନଙ୍କର ଗତକାଲି ଟଙ୍କା ଆସିନାହିଁ ତାହେଲେ ଆଜି ଆପଣମାନଙ୍କୁ ଟଙ୍କା ମିଳିବ କି ନାହିଁ ବର୍ତ୍ତମାନ ଯେଉଁଟାକି ସେଇଟା ଆପଣମାନଙ୍କର ପ୍ରଶ୍ନ ରହିଛି। ତା ପୂର୍ବରୁ ମୁଁ ଆପଣମାନଙ୍କୁ ବହୁତ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଦେବି ପିଏମ୍ କିଷାନ ଯୋଜନାକୁ ନେଇ, ଯେଉଁଟାକି ଗତକାଲି ଟଙ୍କା ନ ଆସିବାର ଆପଣମାନଙ୍କର ମୁଖ୍ୟ କାରଣ ଏବଂ ପିଏମ୍ କିଷାନରେ ଯେଉଁ ହିତାଧିକାରୀମାନେ ନୂଆ ଆବେଦନ କରିଥିଲେ ସେଇମାନଙ୍କ ପାଇଁ ମଧ୍ୟ ଗୋଟେ ବହୁତ ବଡ଼ ବେଡ୍ ନ୍ୟୁଜ୍ ଯେ ନୂଆ ଆବେଦନ କରିଥିଲେ ମଧ୍ୟ ବହୁତ ହିତାଧିକାରୀ ମ୍ୟାକ୍ସିମମ୍ ହିତାଧିକାରୀ ଯାହାକି ଟଙ୍କା ପାଇନାହାନ୍ତି। ଏହାର କାରଣ କ'ଣ ରହିଛି ସବୁ କିଛି ଡିଟେଲ୍ସ ଜାଣିବେ। ତା ପୂର୍ବରୁ ମୁଁ ଆପଣମାନଙ୍କୁ ଚ୍ୟାନେଲ ମାଧ୍ୟମରେ ବହୁତ ସାରା ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ଦେଉଛି। ଯଦି ଆପଣମାନେ ସେଇ ଇନଫର୍ମେସନ୍ ଗୁଡ଼ିକ ଜାଣିବା ପାଇଁ ଚାହୁଁଛନ୍ତି ବା ପୂର୍ବରୁ ଆପଣମାନଙ୍କର କୌଣସି ସ୍କିମ୍ରେ ସରକାରୀ ଯୋଜନାରେ ଟଙ୍କା ମିଳୁନାହିଁ ତାହା କେମିତି ଆପଣମାନେ ପାଇବେ, କ'ଣ କ'ଣ ନୂଆ ନୂଆ ସ୍କିମ୍ ଆସୁଛି ସବୁ କିଛି ଅପଡେଟ୍ ଆପଣମାନଙ୍କୁ ଏହି ଚ୍ୟାନେଲ ମାଧ୍ୟମରେ ମିଳିବ। ତେଣୁ ଚ୍ୟାନେଲକୁ ଯଦି ଆପଣମାନେ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ସର୍ବପ୍ରଥମେ ଦେଖନ୍ତୁ ଗତକାଲି ଯେଉଁ ଟଙ୍କା ଆସିଛି ସବୁ ବ୍ୟାଙ୍କରେ ଟଙ୍କା କ୍ରେଡିଟ୍ ହୋଇସାରିଛି। ଆଇପିବି ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କଠୁ ଆରମ୍ଭ କରି ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ, ଏସ୍ବିଆଇ, ପିଏନ୍ବି, ବ୍ୟାଙ୍କ ଅଫ୍ ବରୋଦା, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ସବୁକିଛି ବ୍ୟାଙ୍କରେ ଟଙ୍କା କ୍ରେଡିଟ୍ ହୋଇସାରିଛି। କେବଳ ଗୋଟିଏ ବ୍ୟାଙ୍କର ହିତାଧିକାରୀମାନେ ଟଙ୍କା ପାଇନାହାନ୍ତି ଯେଉଁଟାକି ସେମାନଙ୍କୁ ଆଜି ମିଳିବ। ସେଇ ବ୍ୟାଙ୍କର ନାମ ରହିଛି ଆମର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ। ମନେ ରଖନ୍ତୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଓଜିବି ବା ପୂର୍ବରୁ ଯେଉଁମାନଙ୍କର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଥିଲା ବର୍ତ୍ତମାନ ତାହା ଓଜିବିରେ କନଭର୍ଟ ହେଇଛି। ତେଣୁ ଏଇ ଓଜିବିର ଯେଉଁ ଆକାଉଣ୍ଟ ମାନଙ୍କର ବା ଯେଉଁ ହିତାଧିକାରୀମାନଙ୍କର ଡିବିଟି ଆକ୍ଟିଭ୍ ଅଛି ସେମାନଙ୍କ ଟଙ୍କା ଆଜି ଆସିବ, ଏଇଟା ମଧ୍ୟ ଆପଣମାନେ ଜାଣନ୍ତି କାରଣ ଓଜିବିରେ ଟିକେ ଟଙ୍କା ଆସିବାରେ ବିଳମ୍ବ ହୁଏ। ବାକି ରହିଲା ଆଉ ଯେଉଁ ହିତାଧିକାରୀମାନେ ଟଙ୍କା ପାଇନାହାନ୍ତି ସେମାନଙ୍କୁ ଟଙ୍କା ମିଳିବ କି ନାହିଁ, ଦେଖନ୍ତୁ ସେମାନଙ୍କୁ ଆଉ ଟଙ୍କା ମିଳିବ ନାହିଁ କାରଣ ପୂର୍ବ ଥର ଅପେକ୍ଷା ଏଥର ଯେଉଁ ହିତାଧିକାରୀଙ୍କ ସଂଖ୍ୟା କିଛି ମାତ୍ରାରେ କମିଛି। ପୂର୍ବରୁ ଆମର 35 ଲକ୍ଷରୁ ସମଥିଙ୍ଗ ଯାହାକି ହିତାଧିକାରୀଙ୍କୁ ମିଳୁଥିଲା କିନ୍ତୁ ଯେଉଁଟାକି ବର୍ତ୍ତମାନ 34 ଲକ୍ଷରେ ପହଞ୍ଚିଛି। ଏହାର ମୁଖ୍ୟ କାରଣ ଦେଖନ୍ତୁ ଯେ ପିଏମ୍ କିଷାନର ଯେଉଁ ନୂଆ ନିୟମ ଗୁଡ଼ିକ କରାଯାଇଛି ଯେଉଁଥିରେ ଆପଣମାନେ ଗୋଟିଏ ଜମି ଉପରେ କେବଳ ଗୋଟିଏ ହିତାଧିକାରୀ ହିଁ ଟଙ୍କା ପାଇବ। ବହୁତ ସମୟରେ ଆମର କ'ଣ ହେଉଥିଲା ନା ପିଏମ୍ କିଷାନରେ ସେତେବେଳେ ଗୋଟିଏ ଜମିରେ ବା ଜଣଙ୍କର ଗୋଟେ ପଟ୍ଟାରେ ଆପଣମାନେ କ'ଣ କରୁଥିଲେ ପ୍ଲଟ୍ ନମ୍ବର ସବୁ ଅଲଗା ଅଲଗା ଦେଇ ଗୋଟିଏ ପରିବାରରେ 2 ଜଣ 3 ଜଣ ଯାଇକି ଟଙ୍କା ପାଉଥିଲେ। କିନ୍ତୁ ବର୍ତ୍ତମାନ ସେଇଟାକି ଯାହାକି ଟୋଟାଲି ପିଏମ୍ କିଷାନରୁ ସମସ୍ତ ହିତାଧିକାରୀଙ୍କୁ ବାଦ କରିଦିଆଯାଇଛି। ତେଣୁ ସେହି ହିତାଧିକାରୀମାନେ ଟଙ୍କା ପାଉନାହାନ୍ତି ବା ପାଇବେ ନାହିଁ। ଏହା ସହିତ ଦେଖନ୍ତୁ ଯେଉଁମାନେ ବର୍ତ୍ତମାନ ଫାର୍ମା ରେଜିଷ୍ଟ୍ରେସନ୍ କରିଛନ୍ତି, ଫାର୍ମା ରେଜିଷ୍ଟ୍ରେସନ୍ କଲା ପରେ 2019 ପରେ ଯଦି ଆପଣମାନଙ୍କର ଲ୍ୟାଣ୍ଡ ଟ୍ରାନ୍ସଫର ହେଇଛି ବା ମ୍ୟୁଟେସନ୍ ଡେଟ୍ ଆପଣମାନଙ୍କ 2019 ପରେ ରହିଛି ତାହେଲେ ସେହି ହିତାଧିକାରୀଙ୍କୁ ମଧ୍ୟ ପିଏମ୍ କିଷାନ ଯୋଜନାର ଟଙ୍କା ମିଳିନାହିଁ, ଏଇଟା ମଧ୍ୟ ମନେ ରଖନ୍ତୁ। ବହୁତ ଜଣ ହିତାଧିକାରୀ କ'ଣ କରିଛନ୍ତି ନା ନିଜର ଫାର୍ମା ରେଜିଷ୍ଟ୍ରେସନ୍ କରିଛନ୍ତି ଏବଂ ଫାର୍ମା ରେଜିଷ୍ଟ୍ରେସନ୍ କଲା ପରେ ତାଙ୍କର ଯଦି 2019 ପରେ ଆପଣଙ୍କର ଲ୍ୟାଣ୍ଡଟି ଟ୍ରାନ୍ସଫର ହେଇଥିଲା ବା ତାଙ୍କ ବାପାଙ୍କ ନାମରେ ଯେଉଁ ଜମି ଥିଲା ନିଜ ନାମରେ କନଭର୍ଟ ହେଇଛି 2019 ପରେ ସେହି ହିତାଧିକାରୀମାନେ ବର୍ତ୍ତମାନ ପିଏମ୍ କିଷାନ ଯୋଜନାରୁ ବାଦ ପଡ଼ିଛନ୍ତି। ଆହୁରି ମଧ୍ୟ ରହିଛି ବିଭିନ୍ନ ପ୍ରକାର ରିଜିନ୍ ଯେଉଁଟାକି ଆପଣମାନେ ଜାଣିଥିବେ କୌଣସି ସରକାରୀ ଚାକିରି ଯେଉଁମାନେ ପାଇଛନ୍ତି ବା ଆପଣମାନଙ୍କର କୌଣସି ବି ଯେଉଁ ଆମର କାରଣ ରହିଛି ପିଏମ୍ କିଷାନରୁ ବାଦ ପଡ଼ିବାରେ ସେଥିରେ ଯଦି ଆପଣମାନଙ୍କର ଆଇଡିଟି ଭେରିଫାଇ କରାଯାଇଛି ବା ଆପଣମାନଙ୍କୁ ଯଦି ଚିହ୍ନଟ କରାଯାଇଛି ତ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର ଟଙ୍କା ମିଳିନାହିଁ। ଆହୁରି ବହୁ ଜଣଙ୍କର ଟଙ୍କା ଆସିନାହିଁ ଯେଉଁମାନେ କି ଭାବୁଥିଲେ ଯେ ଆମେ ସିଏମ୍ କିଷାନରେ ଆବେଦନ କରିଛୁ,
सीएम किसान ले 2 ରୁ 3ଟି किस्तिर टंका पाइथिलु ऑटोमेटिक आमको पीएम किसान योजनार टंका मिलिबो। देखंतु सेमिति डायरेक्ट कन्वर्सन लो वर्तमान सुधा सरकार व्यवस्था करनांती। केवल पोर्टाल ले आपण मानकर गुटे बड़ बड़ अक्षर रे लिखि दैचंदी हमर सीएम किसान पोर्टाल ले जे आपण माने पीएम किसान पाई आ आवेदन करिया पई पड़िबोनी। सीएम किसान आवेदन कले ऑटोमेटिक पीएम किसान मिल जिवो। तो सेही भली हिताधिकारी माने बहुत जण अपेक्षा करिथिले जे आमे सीएम किसान पाउथिलु ऑटोमेटिक आपनको पीएम किसान ले शामिल करा जिवो, किंतु वर्तमान सेटा भी करा जाई नाही। सेही पई मध्ये बहुत हिताधिकारी जो माने भाबुथिले टंका आसीबो सेमानकर टंका आसी नाही। तेणु एइटा हला पीएम किसान लो वर्तमान लो रियलिटी। एवं वर्तमान जदि जणे पीएम किसान ले निजको शामिल करिया पई चाहिबो ताहले सेटा सहजरे हेई परिबो नाही। कारण लैंड ट्रांसफर जदि आमे देखिबा जो नियम करा जायछि फार्मर रजिस्ट्रेशन लो पूर्वरु आपण मानकर जो मानकर बापांको बा जेजेबापांको नाम रे जमी थिला सेमाने निज नाम रे जमी को कन्वर्ट करिथिले मध्य 2019 परे प्राय मैक्सिमम लोकंकर जाकी जमी आपण मानकर नाम ट्रांसफर हेतु बा वर्तमान जदि आपण माने जमी निज नाम को ट्रांसफर करचोंदी किंतु गाइडलाइन रे जोटा की रखि दैचोंती हमर प्रथम जो बाहरी थिला 2019 मसिया रे सेही थारु जो एई जो नियमटी रहिछि एई नियमटी निहाती परिवर्तन करिया पई पड़िबो। ए दिगरे मध्ये सरकारक तरफरु कोनोसी पदक्षेप नै। चाषी मानकर जो असुविधा रोची ग्रासरूट लेवल ले ता मध्ये केही वर्तमान बुझी पारु नांती। तेणु नुआ हिताधिकारी को टंका मिली नाही एवं पुराना हिताधिकारी एही सब नियम पई टंका जाकी कटिछि। तेणु आज केवल सेही हिताधिकारी मानकु टंका मिलिबो जो मानकर ओजीबी बा ओडिशा ग्रामीण बैंक रे अकाउंट अछि। तेणु ओडिशा ग्रामीण बैंक रे आपण मानकर अकाउंट थिले आज आपण माने 10टा रु 12टा भितर आपण मानकर टंका क्रेडिट हबो। या सहित जदि आपण मानकर अन्यान्य बैंक रे टंका रहिछि एवं कोनोसी कारणरो गत काली आसी पारि नाही हुए तो आज आपण मानकर बैंक रे इश्यू पई आसी नथिबो। तेणु तार चांसेस बहुत कम। तथापि आपण माने निज निज बैंक रो बैलेंस चेक करि परिबे जोटा कि आपण मानकर यूपीआई ऐप हो बा जे कोनोसी प्रोसेस रे आपण माने निज बैंक रो बैलेंस चेक कर दियंतु। बैलेंस चेक करला पर आपण मानकर कन्फर्म हे जिवो जे आपण मानकर केते टंका आसीची बा आपण मानकर टंका आसीची कि नै। या सहित जो मानकर पेंडिंग थिला निजर सब डिटेल्स क्लियर करचंती जेमिति आपण मानकर डीबीटी इश्यू थिला बा आपण मानकर लैंड सीडिंग इश्यू थिला से सब क्लियर करला परे मध्य काली हिताधिकारी मानकु 4000 6000 एवं 8000 टंका पर्यंत जाकी पेंडिंग पेमेंट आसीची। तेणु यह थिला पीएम किसान योजनार जो गत काली ठारू आज पर्यंत जो मानकर टंका पाई नांती सेमानको पई इंपोर्टेंट अपडेट। आशा करूची वीडियोटी आपण मानकु निहाती भल लागिथिबो।